पूरा पूरा आगु को आस पूरा रोड पाखे हाँ पूरा हाँ हाँ भाई गेटा बंद अच्छी कहीं फोन ले हाँ खोल देता खोल दे बाहर आरंभ हो तो जनता सरकार जनता कथा शुणे निश्चित भाव में आपण मैंने देखुवे आम तो ये सरकार जनता पाखक ही जाऊँ आगु लोक मैंने सरकार को खोजुले सरकार कौटी अच्छी किंतु बर्तमान सरकार लोक पाक जाऊँ लोकर सुविधा असुविधा जो मौलिक समस्या को समाधान करने समस्त कार्य को करने सरकार तत्पर अच्छे कौन एजेंडा कौन रही निश्चित लोक प्राधान्य दे लोकर जो विभिन्न केंद्रीय योजना रही लोकर जो अधिकार रही मौलिक समस्या रही आपण से समस्या को समाधान कर 4.5 कोटी जनसाधारण जो भाव में आम सरकार उपर आशा प्रकट कर जो आशा आकांक्षा रही से जो आशीर्वाद कर निश्चित भाव में से जो आशा आकांक्षा पूरण हम और जो मौलिक समस्या रही तुरंत समाधान कर बहुत गुरुत्वपूर्ण एवं पवित्र दिन निश्चित भाव में मानव आम समस्ते जाने विगत दिन इवेन सेल आठ दिन 1500 समस्या जो समस्या नीति नियम पड़ू निर्दिष्ट गोटे पर्टिकुलर गाइडलाइन आस तुरंत समाधान एठी लोकों सहित जोड़ी होगा सहज काम के सहज नुह एवं कठिन काम कर आनंद अच्छी ये सरकार लोक मान समर्पित 4.5 कोटी ओडावासी समर्पित जो आशा एवं भरोसा भारतीय जनता पार्टी को से भोट देती एवं सरकार बनइबार सुजोग देती से आशा और भरोसा भारतीय जनता पार्टी ओडिशा रे प्रथम निजस्व सरकार निष्ठार सहित काम कर प्रतिबद्धतार सहित काम कर मुख्य लक्ष्य हम
ଶାସନକୁ ଲୋକାଭିମୁଖୀ କରିବା ପାଇଁ ଏବଂ ଗଣତନ୍ତ୍ରକୁ ପାର୍ଟିସିପେଟରୀ କରିବା ପାଇଁ ଗଣତନ୍ତ୍ର ପାର୍ଟିସିପେଟରୀ ହେବା କଥା ଯେଉଁମାନେ ନିର୍ବାଚିତ ହେଲେ ସେମାନେ ଯେ କେବଳ ନିଷ୍ପତ୍ତି କରିବେ ସେଟା ନୁହେଁ ନିଷ୍ପତ୍ତି ପ୍ରକ୍ରିୟାରେ ମଧ୍ୟ ଲୋକଙ୍କର ସହଭାଗିତା ହେବା କଥା ସେମାନେ ମଧ୍ୟ ଅନୁଭବ କରିବା କଥା ଯେ ଆମର ଶାସନ ଏ ଶାସନରେ ଆମର ମଧ୍ୟ ଭୂମିକା ଅଛି ଆମର ମଧ୍ୟ ସହଭାଗିତା ଅଛି ଏବଂ ଓଡ଼ିଶାକୁ ଶିଖରରେ ପହଞ୍ଚିବା ପାଇଁ ଓଡ଼ିଶାକୁ ଏକ ସମୃଦ୍ଧ ବିକଶିତ ଆତ୍ମନିର୍ଭର କ୍ଷୁଧାମୁକ୍ତ ଏବଂ ବେକାରୀ ମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ହେଲେ ପ୍ରତ୍ୟେକ ଓଡ଼ିଆର ସହଭାଗିତାର ଆବଶ୍ୟକତା ଅଛି ଆମକୁ ଲୋକ ବିଶ୍ୱାସ କଲେ ଆମର ଉପରେ ଆସ୍ଥା ପ୍ରକଟ କଲେ ଏବଂ ଆଗାମୀ 5 ବର୍ଷ ସେଇଭଳିଆ ସ୍ନେହ ମମତା ଆମେ ଲୋକଙ୍କୁ ଠାରୁ ଚାହୁଁଛୁ ଏହାର ସହଭାଗିତା ଚାହୁଁଛୁ ତ୍ରୁଟି ଶୂନ୍ୟ ପ୍ରଶାସନ କରିବା ପାଇଁ ଦୁର୍ନୀତିମୁକ୍ତ ପ୍ରଶାସନ ଲୋକଙ୍କୁ ଦେବା ପାଇଁ ଏବଂ ସବୁ କ୍ଷେତ୍ରରେ ସେବା ନିଖୁଣ ଭାବରେ କେମିତି ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ଯାହା ପାଖରେ ସ୍ୱାଧୀନତାର ସ୍ୱାଦ ପହଞ୍ଚିଲା ନାହିଁ ତା ପାଖରେ କେମିତି ସ୍ୱାଧୀନତାର ସ୍ୱାଦ ପହଞ୍ଚିବ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ଗରିବ କଲ୍ୟାଣ ଯୋଜନା ଗରିବରୁ ଗରିବ ପାଖରେ ପହଞ୍ଚିବୁ ଏବଂ ନୂଆ ଓଡ଼ିଶା ଗଠନ କରିବୁ ଆଧୁନିକ ଓଡ଼ିଶା ଗଠନ କରିବୁ ସମୃଦ୍ଧ ଓଡ଼ିଶା ଗଠନ କରିବୁ ସେ ତା ହିଁ ଓଡ଼ିଶାର ଭାରତୀୟ ଜନତା ପାର୍ଟିର ପ୍ରଥମ ସରକାର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ଆଜି ପ୍ରଥମ ଥର ପାଇଁ ଅଫିସିଆଲି ଆସିଛନ୍ତି ଆଗରୁ ମଧ୍ୟ ଆସିଥିଲେ କ୍ୟାବିନେଟ୍ ଥିଲା କିନ୍ତୁ ଆଜିଠୁ ସେମାନେ ଅଫିସ୍ ରିଜ୍ୟୁମ୍ କରୁଛନ୍ତି ତେଣୁ ନିଶ୍ଚିନ୍ତ ନୂଆ ସରକାର ଆସିଛନ୍ତି ଲୋକଙ୍କର ଆଶା ବହୁତ ଅଛି ମାନ୍ୟବର ମୁଖ୍ୟମନ୍ତ୍ରୀ କେବେ ବି ନିରାଶ କରିବେ ନାହିଁ ଆମେ ସଚିବାଳୟ ସେବାର ସମସ୍ତ ଏମ୍ପ୍ଲୟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଣ୍ଡରରେ କାମ କରିଥାଉ ମୁଁ ଆଶା କରୁଛି ରାଜ୍ୟର ସମସ୍ତ ଏମ୍ପ୍ଲୟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟର ହିତ ଦୃଷ୍ଟିରୁ ଲୋକମାନଙ୍କ ସେବା ପାଇଁ ନିଶ୍ଚିନ୍ତ ଆମେ ରେଡ଼ି ଅଛୁ ଖାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ନିଶ୍ଚିନ୍ତ ଏବେ ତ ଆପଣ ଦେଖିଥିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ସ୍ୱୟଂ ନେଇଥିଲେ ଗ୍ରିଭାନ୍ସ ନିଜେ ବହୁତ ଲୋକଙ୍କ ସମସ୍ୟା ସମାଧାନ କରିଥିଲେ ଯଦି ଏପରି ଚାଲେ କିଛି ଅସୁବିଧା ନାହିଁ ଟିକେ ଭିଡ଼ ଭିଡ଼ ରହୁଛି କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁ ହିସାବରେ ଷ୍ଟେପ୍ ନେଉଛନ୍ତି ନିଶ୍ଚିନ୍ତ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଲୋକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚୁଛନ୍ତି ଏଠୁ ନିଶ୍ଚୟ ଆମ ସରକାର ହେଉଛି ଲୋକଙ୍କର ସରକାର ଆଉ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଅନେକ ସମୟରେ ତାଙ୍କର ଲୋକଙ୍କର ଡାଇରେକ୍ଟ ଗ୍ରିଭାନ୍ସ ବି ଶୁଣୁଛନ୍ତି ତେଣୁ ଯିଏ ଲୋକଙ୍କ ପାଇଁ ଲୋକଙ୍କ ଦ୍ୱାରା ହେଇଛନ୍ତି ଆଉ ଲୋକଙ୍କର କଥା ବୁଝୁଛନ୍ତି ନିଶ୍ଚୟ ଏ ସରକାରରେ ଯାହାଦ୍ୱାରା କି ଲୋକ ବି ଉପକୃତ ହେବେ ଲୋକଙ୍କର ଅନେକ କାମ ବି